ନୃସିଂହ ହୋତା କୁଆଡେ ପାଲା ଗାଇଲା ବେଳେ କହିଲା ମଞ୍ଚ ଉପରେ ଜଗନ୍ନାଥ ମଟନ ଖାଆନ୍ତି। ପାଟି ଖସି ଗଲାଣି ସାରଙ୍କର। ଓଡ଼ିଶାର ତ ସବୁ ଭକ୍ତ ବାପା ମାନେ ସମାନ ନୁହନ୍ତି। ତା ଭିତରେ ଅନେକ ଲୋକଙ୍କ ଠାରୁ ଗାଳି 2 ଅକ୍ଷରଠୁ 8 ଅକ୍ଷରୀ ପର୍ଯ୍ୟନ୍ତ ସୁଧା ମୁଁ ଖାଇଲି। କୁହାଗଲା ଆମେ ଶିବସେନା ପାର୍ଟି, ନୃସିଂହ ହୋତାକୁ ଡାକ, ସେ ମୁଣ୍ଡିଆ ମାରିବ, ଭୁଲ ମାଗିବ। କିଏ କହିଲେ ଆମେ ବଜରଙ୍ଗୀ ଦଳ, ନୃସିଂହ ହୋତାକୁ ଡାକ 22 ପାହାଚ ଉପରେ ଗଡିକି ମୁଣ୍ଡିଆ ମାରୁ। ମୁଁ କହିଲି ଚୁପ୍, ମୁଁ କଣ ଜିତୁ ଦାସ ହେଇଛି ବ୍ରାହ୍ମଣ ବିରୁଦ୍ଧରେ କହିକି ମୁଣ୍ଡିଆ ମାରିବି? ଆରେ ମୁଁ କଣ ପପୁ ପମ୍ପମ ହେଇଛି ମୁଣ୍ଡିଆ ମାରିବି? ମୁଁ ପ୍ରମାଣ ଦେବି। ଯାହାକୁ ଜଗନ୍ନାଥ କହୁଛ ସେ ଜଗନ୍ନାଥ ବି ରାମ ଅବତାର। ରାମ ଆଉ ତା ସ୍ତ୍ରୀ ସୀତା, ଯାହାକୁ ଆମେ ମର୍ଯ୍ୟାଦା ପୁରୁଷ କହେ। ଜନକ ରାଜନନ୍ଦିନୀ ମା ଜାନକୀଙ୍କର ବି ମଟନ ଉପରେ ଭାରି ଶ୍ରଦ୍ଧା ବଳିଲା। ମୁଁ କହୁନି, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ବହି ହେଲା ବୈଦେହୀଶ ବିଳାସ, ଧାରିଏ ପ୍ରମାଣ ଦେଲେ ମା ସୀତାରାମଙ୍କୁ ମାଗିଲେ, କହିଲେ ସ୍ୱାମୀ ये बीणा जीणा हासी श्री राम रे भासी ये मुरुगे श्रद्धा बसंती तो बजे जानी पारू चला बजा। हाँ दी आज राति चले दे कोला बीणा जीणा हासी श्री राम रे भासी ये मुरुगे श्रद्धा बसंती अधीने अति सूरजने जीवगी बाधा मां सीता कहले स्वामी राम को स्वामी स्वामी ए हरिणर चमड़ाटा मोर दरकार। अच्छा राम मृग मारिबा को गले एडे मो बंधु भी कहते ना मृग नुह, कारण ताकू बुझा भारी कष्ट। ये परा शिशिर पाड़ी। सीता उत्तर देले कहले मोर ए चमड़ाटा दरकार, आ ता मांस गुडा कोन फोपाड़ीबे कुकुर भाई? मोर मांस दरकार। द्वापर जुगरे पांडव माने कले गंडाबद्ध पितृश्राद्ध पाई। कली जुगरे प्रत्येक वर्ष जगन्नाथ मटन खाए। कौ दिन मटन खाए ना महासप्तमी अष्टमी नवमी दशहरार तम रात्रि मुहरात्रि घोर रात्र छेलीटा किए दिए ना गजपति महाराज द्वारा मानसिक। गजपति महाराज छेली देवे किंतु चारिटा जाक द्वार भितर छेली जाई परिबनी। जीव को बाटे ता पाद को धरी चुनरा सेवक माने फोपाड़िबे बड़ देउल बेदी ऊपर। मेघराज प्राचीर डेईकी छेलीटा पड़िबो, सेई छेली की श्रीमंदिर बड़ देउल निकटरे गोटे मंदिर अछि मा काकुड़ी खाई मंदिर।
କାକୁଡି ଖାଇ କଣ୍ଟିଆଳି କାକୁଡି ଖାଇ ର ସେଇ କାକୁଡି ଖାଇ ମନ୍ଦିର ନିକଟରେ ସେ ଛେଳି ହଣା ହଉ, ତା ମାଂସ ତିଆରି ହବ। ଆଗ କାଳରେ ଭକ୍ତ ମାନେ କିଏ 2 ଟଙ୍କା, କିଏ 5 ଟଙ୍କା, କିଏ 10 ଟଙ୍କା ଦେଇକି ଖାଉଥିଲେ। ଏବେ ତା ରେଟ୍ ବଢିଗଲାଣି, 50-100 ହେଇଗଲାଣି। ସେ ମାଂସ ରନ୍ଧା ଯିବ, ଛେଳିଟା ହଣା ହବ କୋଉଥିରେ ନା ମା ବିମଳା ଦେବୀ ଧରିଥିବା ଖଡଗ ବୋଲେ ଖଣ୍ଡା। ମାଂସ ରନ୍ଧା ହବ ବିମଳା ମା ମନ୍ଦିର ଆଗରେ। ଜଗନ୍ନାଥଙ୍କର ଶଙ୍ଖ, ଚକ୍ର, ଗଦା, ପଦ୍ମ, ଏ 4 ଆୟୁଧ ହେବେ ସାକ୍ଷୀ। ଏ 4 ଆୟୁଧଙ୍କ ଆଗରେ ସେ ମାଂସ ଭୋଗ ହବ। ତେଣୁ କଳି ଯୁଗରେ ବି ଜଗନ୍ନାଥ ମଟନ ଖାଇଛି, ଏବେ ବି ଖାଉଛି। ବିମଳା ପ୍ରଭୁଙ୍କର ନାଁ ଡାକୁଛି, ଗୋଟିଏ ଗୋଟିଏ ଖଡା ଶାଗ ତୋଳୁଛି।